কথা টিকে କିଛି ଶୁଣିବିନି ତୋ କଥା ମୁଁ କିଛି ଶୁଣିବି। ଆରେ କଣ ଶୁଣିବୁ? କଣ ଶୁଣିବି? ହଁ। କାହିଁକି ଏମିତି ରାଗୁଛ କହିଲ? କଣ ଏମିତି ରାଗୁଛ କହିଲ? ଶୁଣୁ ତୋର ଯଦି ଭୋଜି ଭାତ ଖାଇବାର ଅଛି ତୁ ଏଠି ଖା। ମୋ ଘରେ ଶାଗ ପଖାଳ ଭଲ ହେଲା। ମା ଝିଅଙ୍କ ପେଟ ପଡି ଯାଉଛି। ଇଏ ଦୌଡ଼ି ହେଲା ଦିଅର ଭୋଜି ଖାଇବ, ସେ ଆଜି ଦାଦାର ଭୋଜି ଖାଇବ। ଏଇ ଜମା ସେମିତି କହିବନି କହିଦଉଛି। କଣ ଏମିତି କଥାବାର୍ତ୍ତା କରୁଛ? ଆମ ଚିହ୍ନ ଆମକୁ ନିଶ୍ଚୟ ଖୋଜିବେ। କାହିଁକି ଏମିତି ବ୍ୟସ୍ତ ହଉଛ କହିଲ? ମୁଁ କହୁଛି ନୁ ଆସିବ। ବନ୍ଧୁ ବାନ୍ଧବ ଅତିଥି ଅନ୍ୟମାନେ ସମସ୍ତେ ଖାଇକି ଗଲା ପରେ ଆପେ ଆପେ ଆମ ଚିହ୍ନ ଆମକୁ ଖୋଜିବେନି ନା? ଆସିବନି କାଇଁ? ଦିଅର ବାବୁ ମୁଁ ଆସିବେ। କହୁଛି ମୋ ଚିହ୍ନ ନିଶ୍ଚୟ ଆସିବେ। ହଁ ବାପା ଦାଦା ନିଶ୍ଚୟ ଆସିବେ। ଏଇଠି ହଁ? ପହିଲା ଗାମୁଛାରେ ଗଣ୍ଠି। ଏଇଠି ମତେ ଜମା ନଗାଉନି କହୁଛି। ଏଇ ଦେଖ ପଡିଲା ମୋ କାନିରେ ଗଣ୍ଠି। ମୁଁ କହୁଛି ମୋ ଚିହ୍ନ ନିଶ୍ଚୟ ଆସିବେ। ଆସିବ। ଏଇ ଦେଖ ବେବି ନନ୍ଦେ ତମର ବେଦ କଇତା ଅଜା କେ ଛୁଆକୁ ଛୁଇଲେ ତମର ବେଦ କଇତା ମାରା ହବ। କଣ କହିଲା ଆଣ୍ଟି? ମୋ ଦାଦାଙ୍କୁ ମୁଁ ଛୁଇଁ ପାରିବିନି। ମୋ ଦାଦା ସିନା ମତେ ଛୁଇଁବେନି, ହେଲେ ମୁଁ ମୋ ଦାଦାଙ୍କୁ ଛୁଇଁବି। ଝିଅଟାକୁ ଟିକେ ସଂସ୍କାର ଶିଖେଇଲ। ଏତେ ବଡ଼ ଝିଅଟା ହେଲାଣି ସାଧାରଣ ଜ୍ଞାନ ନାହିଁ। ନାଇଁ ମୋ ଝିଅଟା ତ ଦାଦାକୁ ବେଶୀ ଭଲ ପାଏ ତ ଆଉ ସେଇଥିପାଇଁ ମୋ ଝିଅ ତମମାନଙ୍କୁ ବାରମ୍ବାର ମନା କରିଛି ରିସେପସନ ପାର୍ଟିକୁ କେହି ଆସିବନି। ଆଉ ଏଠି ଆସି ହାତ ଆଗରେ କହିବ ଆମେ ହଉଛୁ ଚିନ୍ମୟ ରଥ ଶର୍ମାର ଭାଇ ଆଉ ଭାଉଜ। ନାଇଁ ବୋଉମା ଏ ଚିହ୍ନଟା ବ୍ରାହ୍ମଣ ହେଲା ପରଠାରୁ ତା ସହିତ ଆମର କିଛି ସମ୍ପର୍କ ନାହିଁ। ଖାଲି ମୋ ଝିଅଟା କାନ୍ଦିଲା ତ ତା ଦାଦାକୁ ତମର ମନେ ରଖିବା ଉଚିତ ହିନ୍ଦୁ ଶାସ୍ତ୍ର ଅନୁସାରେ ଜଣେ ଝିଅ ଅନ୍ୟ ଜାତିରୁ ବ୍ରାହ୍ମଣ ହେଇପାରେ, ହେଲେ ଗୋଟେ ପୁରୁଷ ବ୍ରାହ୍ମଣ ହେବା ବୋଲେ ଭାରତର ଚାରି ଧାମ ଶଙ୍କରାଚାର୍ଯ୍ୟଙ୍କ ଆଜ୍ଞା ନେବାକୁ ପଡିଥାଏ। ଶଙ୍କରାଚାର୍ଯ୍ୟଙ୍କ ଅନୁମତି ଆଉ ମୁକ୍ତି ମଣ୍ଡପର ସଂଶୋଧିତ ଧାରା 370 ଅନୁସାରେ ଚିନ୍ମୟ ବ୍ରାହ୍ମଣ ଗୋତ୍ରରେ ମିଶିଛନ୍ତି। ସେମିତିକି 500 ବ୍ରାହ୍ମଣଙ୍କୁ ଦାନ ବି କରାଯାଇଛି। ଗୋଦାନ, ସ୍ୱର୍ଣ୍ଣ ଦାନ, ଭୂମି ଦାନ କମ୍ ସେ କମ୍ 50 ଲକ୍ଷ ଖର୍ଚ୍ଚ ହେଇଛି। ଚିନ୍ମୟ ଗୋଛାୟତ ଆଜି ଚିନ୍ମୟ ରଥ ଶର୍ମା। ତା ମାନସିକତାରେ ବିରାଟ ପରିବର୍ତ୍ତନ ଘଟିଛି। ତା ରକ୍ତର ସମ୍ପର୍କୀୟ ମାନେ ଆଜି ତା ପାଇଁ ପର ହୋଇଯାଇଛନ୍ତି। ମୋର କ'ଣ ଗୋଟାଏ ପରିଚୟ ଚିନ୍ମୟ ଗୋଛାୟତ। ମୋର କାହା ସହିତ କିଛି ସମ୍ପର୍କ ନାହିଁ, କିଛି ସମ୍ପର୍କ ନାହିଁ ମୋର। କାହାରି ସହିତ କିଛି ସମ୍ପର୍କ ନାହିଁ। ଆମେ କୋ ସମ୍ପର୍କକୁ ଆଧାର କରି ଏଠିକି ଆସିଲୁ। ତାହେଲେ କୋଉ ପରିଚୟ ନେଇ ଏଠିକି ଆସିଛ? ଶାନ୍ତି ଦିଅ ମଙ୍ଗୁଳିଆ ପାଇଁ ଆମ ପାଖରୁ କୁଲା ବାଉଁଶିଆ ଆଣିଥିଲେ। ଆମ ଭଳି ଅଜାତିଆ ଲୋକଙ୍କ ପାଇଁ କୁଲା ବାଉଁଶିଆ ହେଉଛି ନିମନ୍ତ୍ରଣ ପତ୍ର। ପତ୍ର ପକେଇ ଭୋଜି ଖାଇବୁ ଆଉ ଗାମୁଛାରେ ପିଠାପଣା ବାନ୍ଧି ଘରକୁ ନେଇଯିବୁ। ତାହେଲେ ଏଯାଏଁ ଯାଇନାହାନ୍ତି କାହିଁକି? କେମିତି ଯିବୁ? ଭୋଜି ପରା ଖାଇନୁ, ପେଟେ ଭୋଜି ଖାଇବୁ ଆଉ ପଣ୍ଡା ସାନ୍ତେକର ଝିଅ ଛୁଆକୁ ଆଶୀର୍ବାଦ କରିବୁ, ତାପରେ ଯାଇ ଘରକୁ ଯିବୁ ନା। ଠିକ ଅଛି, ସେ ଗେଟ୍ ମୁହଁରେ ବସିଥାଅ। ସମସ୍ତେ ଖାଇସାରିବା ପରେ ତମ ମାନେ ଖାଇଦବ। ଆସ ତିନୁ। ପେଟ ପୁରି ଗଲା ତ ଦିଅରର ଭୋଜି ଖାଇବୁ ବୋଲି ରାତି ସାରା ଶୋଇନୁ। ଦେଖିଲୁ ଚାଲ 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 ଘରକୁ ଯିବା ଚାଲ ଚାଲ। ନାଇଁ ନାଇଁ ଭୋଜି ନ ଖାଇଲା ପର୍ଯ୍ୟନ୍ତ ବେଠୁ କୁଆଡେ ସେମିତି ରଗା ନା କହୁଛି, ଭଲରେ କହୁଛି ଚାଲ ଚାଲ। କାହା ଉପରେ ରାଗୁଛ? ନାଇଁ ନାଇଁ କାହା ଉପରେ ରାଗୁଛ ତମେ? ହାତୀ ବନସ୍ତରେ ବୁଲିଲେ ବି ସିଏ ରଜାଙ୍କର। ଏ ଚିନ୍ମୟ ଗୋଛାୟତ ହଉଛି ଏଇ ଚଇତା ଗୋଛାୟତର ଭାଇ। ହଁ ସମସ୍ତେ କହିବେ। କଥାଟାକୁ ଏମିତି ବୁଲେଇ ବାଲେ ଆଣି ଛନ୍ଦି ଦବୁ, ମୁଁ ତୋତେ କଣ ଯୁକ୍ତିରେ ପାରିବି? ମାମା ଜୋରେ ଭୋକ ଲାଗେ। ଦେବି ଗୋଟେ ଚଟକଣି। କାହିଁକି ରାଗୁଛ କହିଲ? ପାଟି ଚୁପ କର। ମାମା ଓହୋ ପାଟି ଚୁପ କର। କହିଲେ ଦେଖୁଛ ତ ବାପା ରାଗୁଛନ୍ତି। ଏଇ ସମୟରେ କେତେ ଏଇ
बोलो হ্যাঁ তুমি যাও যাও ମୁଁ ଯିବି ଟିକେ ଭୋଜି ନେଇ ଆସିବ ଆରେ ଯାଅ ଏ ଲୋକଟାର କଣ ହେଇଛି କେଜାଣି ଆସିଲା ବେଳଠାରୁ ଖାଲି ଗାରୁ 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 ହଉଛନ୍ତି ପାଞ୍ଚଟା ମାଇପା କଳି କଳି ବି ଆଗସାରେ ପାଡ଼ିବେ ଏତେ କଣ୍ଟା ବାଡ଼େ ଲୁଗା ପକେଇ ଝଗଡ଼ା କରିବା ପାଇଁ ହଉଛନ୍ତି ମୋ ପେଟ କଣ ପୋଡ଼ି ଯାଉଛି ଯେ ମୁଁ ଖାଇବା ପାଇଁ ମରି ଯାଉଛି ଝିଅଟା ପୁରା ଭୋକ ଲାଗିଲାଣି ଯାଅ ଆଉ ରାଗନି ବା କାନଟା ଫୁଲି ଗଲାଣି ଏଇ ସ୍ୱାମୀ ତମକୁ ମୋର ଆଣ ଏଇ ଦେଖିଲ ନା ତୋ ବାପାକୁ କେମିତି ହସେଇ ଦେଲି ଏଇ ଚାଉ ଟିକେ ଶୀଘ୍ର ଆଣିବ ଶୀଘ୍ର ଆସ କଣ ଯେ କହିବି ତମକୁ ମୋ ସ୍ୱାମୀଟା ଭୋଳା ମହେଶ୍ୱର ବୁଝ ଦିନ ପଳେଇ ଯାଉଛି ଏମା ଦେବି ତୋ ବାପା କହିଲେ ଭୋଜି ଆଣିବା ପାଇଁ ଚାଲ ତୋର ମୋର ସେଇ ବାରଣ୍ଡାରେ ବସିବ ତୋ ବାପା ଭୋଜି ଆଣିଲେ ଆଉ ମୁଁ ତତେ ଖୁଆଇଦେବି ଆଉ ଚାଲ ସାରା କୋଉଠି ଥିଲେ ସେ ସାଙ୍ଗ ଗୁଡ଼ାକ ମତେ ଜବରଦସ୍ତି ଧରି ନେଇଗଲେ ଧରି ମଦ ପିଇଦେଲେ ମୁଁ ମଦ ରଙ୍କୁଣା ଢୋଲେ ଖଣ୍ଡେ ପିଇ ଦେଇଛି ବିଶ୍ୱାସ କର ମତେ ନିଶା ଯେ ମୁଁ ଆଉ ଦେଖିପାରୁନି ସେ କ'ଣ କଲେ ଆଣି ଗେଟ୍ ପାଖରେ ଛାଡ଼ି ଦେଇକି କ'ଣ କରିବି ତାଙ୍କୁ କହିଲ ତମେ ସାଙ୍ଗକୁ ନେଇଯାଅ ଗେଟ୍ ପାଖରେ ଛାଡ଼ି ଯାଉଛି ତଥାପି ଗେଟ୍ ପାଖରୁ ଉଣ୍ଡାଳି ଆସି ମୁଁ ବାସର ଘର ଭିତରେ ପହଞ୍ଚି ଗଲି ନିଶା ହେଇଛି ତଥାପି ଦେଖିପାରୁଛି ସବୁ କିଛି ଜାଣିପାରୁଛି ଆଉ ଗୋଟେ ବଡ଼ କଥା ରହିଗଲା ମୀରା ଜାଣିଛି ମୁଁ ମଦ ମାଂସ ଖାଏନି ବୋଲି ପୁରା ସମ୍ପୂର୍ଣ୍ଣ ଶାକାହାରୀ ସେ ଯଦି ଜାଣିବ ମୁଁ ମଦ ମାଂସ ଖାଉଛି ସଳା ଗଲା ସବୁ ଇଜ୍ଜତ ମୋର ପଳେଇବ ହଁ ଯାକୁ ମୀରା ମୋ ସ୍ତ୍ରୀ ତାକୁ ଆଜି ବାସରାତ୍ରିରେ ବୁଝେଇଦେବି ତାର ମୋର ବୁଝାମଣା ହେଇଯିବ ସିଏ କ'ଣ କରିବ ହଁ ଗୋବିନ୍ଦ ଦେଖିଲ ମୀରା ତମେ ଏଇଠି ଆଇଛ ମୁଁ ଏତେ ଗପି ଚାଲିଛି ବାସରାତ୍ରି ତମେ ଏଇଠି ଆଇଛ କିଛି କହୁନା ମୀରା ବିଶ୍ୱାସ କରିବନି କଥା କ'ଣ ସାଙ୍ଗ ଗୁଡ଼ା ଗୋଟେ ଜବରଦସ୍ତି ଡାକି ନେଇଗଲେ ମୁଁ ସଳା ମଦ ରଙ୍କୁଡ଼ାଟା ଢୋଲେ ଖଣ୍ଡେ ପିଇଦେଲି ମନା କରୁଛି କ'ଣ ଗୋଟେ କଫି ଚାଲିଛି କଫି ଦେଲେ ମୁଁ ଢୋଲେ ପିଇ ଦେଇଛି ଆଉ ମୁଁ ତ ଗେଟ୍ ପାଖରେ ଛାଡ଼ି ଦେଇଗଲେ ମୁଁ ଉଣ୍ଡାଳି ଆସି ବାସର ଘରେ ଏତେ କଥା ଗପୁଛି ତମେ ଏଇଠି ଠିଆ ହେଇଛ ଆଇଲା ଆସ ବାସରତି ଆମେ ଆଜି ଗୋଟେ ବାସରତିରେ ଗୋଟେ ମଜା କରିବା ଆଉ ପ୍ରବଳ ନିଶା ମୁଁ କାମ ସାରି ଶୋଇବି ଆଇଲା ମୀରା ଆଇଲା ଦେଖିଲ ତମେ ଏମିତି ଲୁଚ ଗାଳି ଯଦି ଖେଳିବ ମୁଁ କ'ଣ କରିବି କହିଲ ଲୁଚ ଗାଳି ବାସରାତିରେ ଖେଳିବ ନା ଆଲା ତମେ ମୋ ସ୍ତ୍ରୀ ମୁଁ ନାଇଁ ଆସ ମୀରା ମୀରା କାହିଁକି ଦଉଛ କହିଲ ବାସରାତି ଗୋଟେ ଖୁସି କରିବା ମଜା କରିବା ମୋ ନିଶା ହେଇଯାଏ ଖରାପ ହବ ମୁଁ ତ ସତ କହୁଛି ମୋ ବିଦ୍ୟାରେ ନାହିଁ ଆଉ ମଦ ପିବିନି ଆଇଲା କାହିଁକି ଲୁଚ ଗାଳି ଖେଳୁଛୁ ବାସରାତିରେ ଅତି ଗୁଡ଼ା ଖେଳୁଛୁ ମୋ ପ୍ରବଳ ନିଶା ମୁଁ ଦେଖିବ ନା କାମୁଡ଼ି ଦେଲ ନା କିସ୍ କଲ କ'ଣ କିସ୍ କହନ୍ତି କିସ୍ କାହାକୁ କହନ୍ତି କହିଲ ହେଇଠି ଓଠକୁ ଓଠ ଲାଗିବ ତମ ନିଶ୍ୱାସକୁ ମୋ ନିଶ୍ୱାସ ବାଜିବ ତମ ଆଖିକି ମୋ ଆଖି ଲାଗିଥିବ ମୁଁ କିସ୍ କରିଦେବି ତମେ ମତେ କିସ୍ କର ତାକୁ କିସ୍ କର ନା ହେଇଲ ଆଜି ବାସରାତି ବାସରାତି କେମିତି ମୀରା ଜାଣିନି ସେଇଥିପାଇଁ ଲାଜ କରି ବର୍ଷା ଲୁଚ କରି ଖେଳିଛି ଆଉ ହଉ ବାସରାତି କେମିତି ହୁଏ ମୁଁ କହିଦେଉଛି ଶୁଣ ବାସରାତି ପ୍ରଥମେ କ'ଣ ହୁଏ ତ ଖଟ ଉପରେ ପୁରା ଗୋଟା ରଜନୀଗନ୍ଧା ପଡ଼ିଥିବ ପୁରା ଫୁଲ ଭୋଲା ଫୁଲ ପଡ଼ିଥିବ ଘର ପୁରା କସ୍ତୁରୀ ଚନ୍ଦନ ମହକ ଥିବ ମୁଁ ଖଟ ଉପରେ ବସି ତମକୁ ଡାକିବି ଆସ ମୀରା ତମେ ଲାଜ କରି ମୋ ପାଖକୁ ଆସିବ ମୁଁ ଯେମିତି ତମ ହାତ ମାଡ଼ିବ ସେ ପୁଣି ଖସି ପଳେଇବ ମୁଁ କହିବି ମୀରା ବାସରାତି ତମେ ଏମିତି କହିବ ଆସ ପୁଣି ତମେ ଲାଜ କରି ଆସିବ ମୁଁ ତମକୁ ଧରିକି ମୋ କୋଳ ଉପରେ ଛାଡ଼ି ତମ ଉଙ୍କୁଡ଼ି ଅଛି ତମ ଉଙ୍କୁଡ଼ି ବା ଛାଡ଼ିଲି ତମେ ଲାଜ କରି ପଳେଇ ଯାଉଥିବ ଆଉ ମୁଁ ତମକୁ ମାଡ଼ି ବସି ତଳେ ପକେଇଦେବି ତାପରେ ମୁଁ ଶୋଇ ପଡ଼ିବି ଏଇଟାକୁ ବାସରାତି କହ ହେଲା
बुझिल जम्मा लाज करोना आज बासर आइल मिरा आइल आसर केते एक्साइटमेंट बोलछ आइल मिरा तेरे मिरा मु आज पूरा एक्साइटमेंट हो जाई छी विश्वास करो तुम बिना बंची पारिबे मिरा आई लव यू मिरा आई लव यू मिरा मिरा so mira so mira तुम एते ब्यूटीफुल देखा जाउछ जे मु निजको कंट्रोल करि पारनी मीरा विश्वास करो मद पी देई तथापि एतिके एडजस्ट करियो आज रातिटा ए देखो मु आउ पीबिनी सांग साथी मद पेदले मीरा 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 मदड़ा तू चले मो सारे भारा फारसा हो गाँव मासरे आम स्वामी स्त्री तुम लाज करदेल जे हाउ मेरा चल जो शोए जे मोर निशा भी खसीगला आउ तो कौटी हेले मार दियंती छाड़ मीरा ए मीरा मु मीरा नुहे मु देवी केतबेले कहूछ देवी केतबेले मानवी केतबेले मीरा कौन तुम कथा मु किसी बुझीपारनी कौन है कौन कहीं कौन किए कैसे कौन कह मु चिन्मय दादा को झियारी देवी भूलेगा रे स्वाद मत सरोड़ा बस बड़ फुल दिल में नहीं देख मां सुन बिचारे मु जाने तू चिन्मय दादा छेड़ी बोली हां मनो सरोड़ा भूल कर दे म सुना छेड़ा पर तो चॉकलेट देबी बिस्कुट देबी चनाचूर देबी कुरकुर देबी टका 50 देबी आइसक्रीम खाइबू ए मुटे खाओ किछ कहू ना माटा पर चुप हो जा ना मु मो दादा को कह देबी तमे मो सारे एते बड़ क्षति कर मारी जाबड़ा धुरी दादा को तो मम्मा तो को केते डनो केते दरकार ना मो दादा ए माथे मो बापा के इज्जत पड़ो तो सुन को ना मु तो हाथ धरछे मो माटा पर चॉकलेट देबी बिस्कुट देबी सब देबी जमा कोना काउ कुछ कहू ना मु जाऊ जी मो दादा के तुलसी माला कपाल मथुरा चले मोरिलिया सी मते विरोध कला हरि देवी तार दिया पल्ला
হরি হরি গোবিন্দ 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 হলু গড়ুছি মকরম ତମ ବାପା କୁହନ୍ତି ତମେ ଗୀତାରେ ଗୋବିନ୍ଦ ନୀତିରେ ଚାଣକ୍ୟ ସକାଳୁ ସଞ୍ଜ ଯାଏ ତମେ ହରିନାମ ଜପ କର ହେଲେ ରାତି ହେଲେ ତମେ ରାକ୍ଷସ ପାଲଟି ଯାଅ ରାକ୍ଷସ ପୁରା ପୁରା ନାରୀ ଭକ୍ତ ଥାଅ ସୁନ୍ଦରୀ ମାନଙ୍କୁ ଦେଖିଲେ ତମେ ପାଗଳ ହେଇଯାଅ ପାଗଳ ଶେଷରେ ଶେଷ କରିଦେଲ ଗୋଟେ ନିରୀହ ଜୀବନକୁ ତମେ ଶେଷ କରିଦେଲ ତା ଛଡ଼ା ତାର ଆୟୁଷ ସେତିକି ଦିନ ଥିଲା ସେ ଚାଲିଗଲା ତା ଛଡ଼ା ନନ୍ଦଲାଲ ହାତରୁ ମଣିଷ ମାନେ ସିଧା ସ୍ୱର୍ଗ ପ୍ରାପ୍ତି ହେଲା କୁଆଡ଼େ ଯିବାକୁ ବାହାରୁଛ କୁଆଡ଼େ ଯିବାକୁ ବାହାରୁଛ ତମେ ମୁଁ ସମସ୍ତଙ୍କ ସାମ୍ନାରେ ଚିତ୍କାର କରି କହିବି ତମେ ଜଣେ ନାରୀ ଭକ୍ତ ନୁହେଁ ପ୍ରଭୁ ରାକ୍ଷସ ମଣ୍ଡଳ ଦେହ ବହି ଦେବତା ହେଲେ ବି ବନାଇ ଗୋବିନ୍ଦ 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 ହଦୁ ଗଳୁଛି ମକରନ୍ଦ ମୁଁ ତମକୁ କେବେ ବି ଛାଡ଼ିବିନି ମୁଁ ସମସ୍ତଙ୍କ ସାମ୍ନାରେ ଚିତ୍କାର କରି କହିବି ଏ ସତ୍ୟର ସମସ୍ତଙ୍କ ସାମ୍ନାରେ ପ୍ରକାଶ କରିଦେବି ତୁଣ୍ଡରେ ହରି ହରି ବେକରେ ତୁଳସୀ ମାଳା କପାଳ ମଥୁରା ଗଲେ ମୋରି ଲୀଳା ଯିଏ ମତେ ବିରୋଧ କଲା ଧରିଦେବି ତାର ଠିଆ ଯଦି ବଞ୍ଚିବାକୁ ଚାହୁଁଛୁ ତାହେଲେ ଆଖି କାନ ପାଟି ସବୁ ବନ୍ଦ କରିଦେ ନହେଲେ ଗୋବିନ୍ଦଙ୍କ ରାଣ तो ठिया पल्ला कर देबी ठिया पल्ला ଦେବୀ ମୁଁ ଦେବୀ ପ୍ରତି ମୁଁ ବହୁତ ଅନ୍ୟାୟ କରିଛି ସେ ତା ଦାଦା ପାଇଁ ପ୍ରତି ମୁହୂର୍ତ୍ତରେ କାନ୍ଦୁଛି ତା ଅସହାୟ ଲୁହ ଗୁଡ଼ାକ ମୋତେ ଜାଳି ପୋଡ଼ି ପାଉଁଶ କରିଦେଉଛି ମୋତେ नहीं चित्तोय तम देवी आ तुमको किछि करबनी ମାନେ अभिशाप भी दबनी କୌଣସି ମୋ ଦେବୀ ता कथा को पाटिना समुद्र पई बंद हे जाईची ତମେ କ'ଣ କହୁଛ କୌଣସି ମୋ ଦେବୀର କୌଣସି ଏ ମୀରା ମୋ ଦେବୀ କ'ଣ ଏ ଅବସ୍ଥାରେ ପଡ଼ିଛି କୌଣସି ତାର ଏ ମୀରା ତ କୌଣସି ତାର तम देवी मरी जाईची माँ झूठी पड़े चैती प्लेट सोची पूरा दम सोच
ମୁଁ ପୂଜାରୀ କହିଥିଲି ଭୋଜିଭାତ ନେଇ ଆସିଲି। ସବୁ ନେଇ ଆସିଲ? ହଁ, ଯୋଉଟାକି ଖାଇବ। ନିତ୍ୟ ତୋର ପାଇଲେ ମୁଁ ଚବିକି ଗଲି। ବସୁ ବସୁ ମତେ ପୁରା ନିଦ ହୋଇଯାଇଥିଲା। ଶୋଇନୁ ରାତି ସାରା ଭାବୁଛୁ ଭୋଜି ଖାଇବାକୁ ଆସିବୁ। ହଉ ଝିଅକୁ ଡାକିଲୁ ଖାଇବ। ଦେବୀ ତ ମୋରି ପାଖରେ ଶୋଇଥିଲା। ଦେବୀ କୋଉଠି ନାହିଁ? କୁଆଡ଼େ ଗଲା? ଏ ଚାଲ ଚାଲ ମୁଁ ଦେବୀ କି ଖୋଜିବା ଚାଲ। ତା ନହେଲେ ଝିଅକୁ ଯଦି କିଏ ଦେଖିଦବ ନା ବହୁତ ଅଘଟଣ ଘଟିଯିବ। ଆରେ ଚାଲ। ଦେବୀ ଦେବୀ वाह सुनो ଚିନି कौन है जी? ମୀରା କଣ ହେଇଛି? ଆରେ ତମେ ଏମିତି କାନ୍ଦୁଛ କଥାଟା ନ କହିଲେ ଆମେ ଜାଣିବୁ କେମିତି ଯେ କଣ ହେଇଛି? ଆରେ କାନ୍ଦୁଛ କାହିଁକି? ଆଚ୍ଛା ସିନୁ ଆମ ପଡ଼ୋଶା ଦେଖ ତମକୁ କିଛି କହିଛନ୍ତି ନା କଣ? ଆମ ଦେବୀ ହଁ ସେ ଦେବୀ କି ପୁରା ଖୋଜୁଛି। ମା ଝିଅ ଆମେ ଦି ଜଣ ସେଠି ବସିଥିଲୁ। ଛୁଆଟାକୁ ଭୋକ ଲାଗୁଥିଲା ତମ ପାଇଁ ଭୋଜି ଆଣିବାକୁ ଯାଇଥିଲି। ବସୁ ବସୁ ମତେ ନିଦ ଲାଗି ଯାଇଛି। ଛୁଆଟା କୁଆଡ଼େ ଉଠି ପଳେଇ ଯାଇଛି। ଏ ଯଦି ଆମେ ତାକୁ ଗୀତା ଦେଖିଦବ ନା କେତେ କଥା କହିବ। ଏଇ ଚାଲ ଚାଲ। जाओ खा जा। ବାବୁ ଆମ ଦେବୀ କୁଆଡ଼େ ଯାଇନି। କୁଆଡ଼େ ଯାଇନି ମାନେ? ଆମ ଦେବୀ ସେଇଠି ଶୋଇଛି। ଏଇଠି ଆସିକି ଶୋଇଛି। ଏଇ କଥାଟା କହିବ ମାନେ ସାଥି ଓଲରେ ଏମିତି ସକେଇ ହେଉଛ। ଆଲେ ଦେବୀ 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 ଦେଖୁଛ ତ ଭୋଜି ଖାଇବା ବୋଲି କେତେ ରାଗିକି ए ଶୋଇଯାଇଛି। उठा तू भाषण देला उठा। ଆଲେ ଦେବୀ ତୁ ଭୋକ ଲାଗୁଥିଲା ପରା। ଏଇ ଦେଖ ତୋ ବାପା କେତେ ପ୍ରକାର ଭୋଜି ଆଣିଛନ୍ତି। ଆଲେ ଉଠୁନୁ ରାଗିଛୁ ନା କଣ? ଦେବୀ ବାପ ଏ ଦେବୀ ବାପ और ମୋ ଝିଅର ଦେହ ସାରା କଣ ଏତେ ରକ୍ତ? କଣ ହେଇଛି? ए चिनु मीरा झियो एमिति अवस्था के करछि? अरे ता देह सारा कोन रक्त? ଏ ବୀର ଏ ଚିନୁ ମୋ ଝିଅର ଅବସ୍ଥା ଏମିତି କିଏ କରୁଛି? ମୋ ଝିଅର ଦେହ ସାରା କଣ ଏତେ ରକ୍ତ? ଏ ଚିନୁ ଏ ବୀର ମୋ ଝିଅର କଣ ହେଇଛି? ମୋ ଝିଅର ଦେହ ସାରା ଏତେ ରକ୍ତ କାହିଁକି? ଦେବୀ ଆମ ଦେବୀ ଆଉ ଏ ଦୁନିଆରେ ନାହିଁ। एमा रोटी दियो ना गोदुड़ो खाइବାକୁ दियो एमा उठियो उठी गाड़ी देखिलु तो मामा केमिति निकळ होउछि। उठ देखिलु मां देखिलु मो केमिति सब ले आइछि। नालिछि मत नालिछि। उठ हे हे देबी हे देवी आखि खुली चालो हे बा ओते तोरे आखि खुली चा चैतिलो हम देवी आहु मामा डाकियोनी कि बाबा डाकियोनी देवी ऐसे सब दिन पाई सोई जाए। ए की भोजी खाइबा ପାଇଁ ଯାଇଛନ୍ତି ଯେ ଦିନ ଦି ପହର ଯାଇ ଆସି ରାତି ଦି ପହର ଏ ଯାଏ ତାଙ୍କର ଦେଖା ନାହିଁ। ମନା କରୁଛି ଏ ଯୋଉ ଛୁଆଟାକୁ ପାଠ ସାଠ ପଢେଇ ମଣିଷ କଲୁ ରେ ସେଇଟା ତ ଆମର ନିଜର ହେଲାନି। ନିଜ ଖୁସି ପାଇଁ ଜାତି ବି ବଦଳେଇ ଦେଲା। ଏ ସେଇଟା ଆମର କି ପୁଅ ହେଲେ ନାଇଁ ସ୍ୱାମୀ ସ୍ତ୍ରୀଙ୍କର ଏକାଠି ଆମେ ଚିନୁକୁ ଦେଖିବାକୁ ଯିବୁ। ହଉ ଯାଅ ଜୟିତା ଜୟିତା ରେ ଜୟିତି ଆଲୋ ଏ ମା तेमे दीटा एटी बइस तम दीटाक जदि एते भोजी खाइबाकू चाहला ताले तमे दी जण आसी थांतो ए मो ना तुंडा काई सागरे आसुतिलो
ସାଙ୍ଗରେ ଆଣି ନଥିଲେ ସେ ଘରେ ଥିଲେ ମୁଁ ଜମା ଏକୁଟିଆ ହେଇନଥାନ୍ତି। ଆରେ ସେ ଘରେ ନାହିଁ ବୋଲି ମତେ ଭାରି ଏକୁଟିଆ ଏକୁଟିଆ ଲାଗୁଛି। ଘରଟା ସୁନସାନ ଲାଗୁଛି, ସବୁଆଡେ ଖାଲି ନୀରବ ନୀରବ। ସବୁଦିନ ପାଇଁ ଆମେ ସେମିତି ନୀରବ ରହିଯିବା ବାପା। କଣ ହେଇଛି? ଆମ ଦେବୀ ସବୁଦିନ ପାଇଁ ଆମକୁ ନୀରବ କରିଦେଲା। ଆମ ଭାଗ୍ୟରେ ଆଉ କନ୍ୟାଦାନ ନାହିଁ। ମୋର ସବୁ ସ୍ୱପ୍ନ ଭାଙ୍ଗିଗଲା ବାପା। ମୋ ପାଇଁ ଆଉ ଦିନ ହବନି କି ମତେ ଆଉ ନିଦ ହବନି। କପଦେ ଭରି ଚୋରି ଚୋରି ମୁଁ ମରିଯିବି। କାନ୍ଦୁଛୁ କାହିଁ? କଣ ହେଇଛି କଥାଟା ମତେ ଟିକେ ଖୋଲିକି କହୁନା। ମୋ ଭାଗ୍ୟରେ କନ୍ୟାଦାନ ନାହିଁ। ଏ ମା ତୋ କଥା ଶୁଣି ମୁଁ ଗୋଟିଏ ଲକ୍ଷ୍ମୀ ବାବା, ମୁଁ ଗୋଟିଏ କଥା ମାଗିନି। ଚଉଡାଳ ଧରୁଛି ସେ ଡାଳ ମାଗି ଯାଉଛି। ଗୋଟିଏ ଲକ୍ଷ୍ମୀ ବାବା। ତୋ କଥା ଶୁଣି ମୁଁ ଧୈର୍ଯ୍ୟ ହରାଇ ପଡୁଛି। ଆରେ କଣ ହେଇଛି? ମୋ ନାତୁଣୀ କୁଆଡେ ଗଲା? ମୋ ନାତୁଣୀ କୁଆଡେ ଗଲା? ଆରେ ମୁଁ ପଚାରୁଛି ପରା ମୋ ନାତୁଣୀ କୁଆଡେ ଗଲା? ଆରେ ତମ ଦି ଜଣକୁ ଇଏ ବୁଢା ବାପା ଗତି ହବ। ତମ ନାତୁଣୀ ଆଉ ନାହିଁ ବାପା। କୁଆଡେ ଯାଇଛି? କୁଆଡେ ଯାଇଛି ସେ? ସେଇ କଥାଟା କହୁଛୁ। ସେ ଆମକୁ ଛାଡି ଚାଲି ଯାଇଛି। କୁଆଡେ ଚାଲି ଯାଇଛି କହ? ମରି ଯାଇଛି ତମ ନାତୁଣୀ। ମୁଁ ଯୋଉ ଦିନ ପାଠ ପଢି ବଡ ଚାକିରି କରିବି ସେଇଦିନ ତମ ପାଇଁ ଗୋଟେ ଚଷମା କମ୍ପାନୀ ଖୋଲିଦେବି। ହଁ ଜେଜେ, ତମ ପାଇଁ ଗୋଟେ ଚଷମା କମ୍ପାନୀ ଖୋଲିଦେବି। ମୁଁ ବଡ ହେଇ ଚାକିରି କରିବି, ତମ ପାଇଁ ଚଷମା କମ୍ପାନୀ କାହିଁକି ମତେ ଠକି ଦେଲୁ? କଥା କମା କଥା ତମେ ଦିଟା ଦେଖ, ତମେ ଦିଟା ଯାକ ମୋ ନାତୁଣୀକୁ ମୋ ଛୁଛ ହେଇଗଲ। ସକାଳୁ ସଞ୍ଜ ଯାଏ କେତେ ଅଳି କରିବ? କୁଲା ମାଉସିଆ ବିକି ଆସିଲେ କହିବ ବାବା ମାମା ମୋ ପାଇଁ ଅମକଟା ଆଣିବ, ସମକଟା ଆଣିବ। ଆଉ ଯଦି କିଛି ଆଣିନଥିବ ମୋଟାକୁ ବୁଲେଇ ବସିବ। ସିଏ ଡାକିବି, ଆଲୋ ଏ ଦେବୀ, ଖାଇବ ବୁଢାକୁ ସେ ଜମା ଶୁଣିବନି। ଆଉ ଯଦି ଚିନୁ ଡାକି ଦିଅନ୍ତି ନା ଦେବୀ ତୁଳି ଆଣି ଦେବି ସରଗ ଶଶୀ, ଉପରେ ଗଢ଼ିବି ସୁନା କୁଲି, ଫୁଲ ଝୁଲଣରେ ଝୁଲେଇ ଦେବି, ସୁନା ସବାରିରେ ବସେଇ ଦେବି। ତୋ ପାଇଁ
ହାତକୁ କଙ୍କଡ ଆଙ୍ଗୁଠିକୁ ମୁଦି ସୁନା ବୋତାବଳି ଗଜ ମୁକୁତା ଦେବୀ ମୋର ଜଗତ ଆଲୋ ଏ ଚୈତି ଆମେ ଆଉ କନ୍ୟାଦାନ କରିବାନି ଆଗେ ହେ ଭଗବାନଙ୍କୁ ଡାକୁଛୁ ଭଗବାନଙ୍କୁ ଡାକୁଛୁ ଆରେ ତୋରି ବାଟ ଗୋଡ଼ ପାଇଁ ଆମେ ଆଜି ସର୍ବଶାନ୍ତ ହେଇଥିଲୁ ଆଉ ତୋରି ପାଇଁ ମୁଁ ନାତୁଣୀଟା ଆଜି ଚାଲି ଚାଲି ତୁ ତା ପୁଅ ନୁହଁରେ ପୁଅ ଯୁବଟା ଏ କୁଳ କଳଙ୍କ ତୋ ମରି କୁଳ କଳଙ୍କ ପୁଅ ମରିଯିବା ମରିଯିବା अभिशाप दिया मत तुम्हें समझते भी नहीं मतलब अभिशाप दिया मत अभिशाप दिया ए बिना ए किलो कौन मौजियों ने भी जब तक ये करते ये करी थी मौजियों ने କହବିର କୁହତିନୁ ମୋ ଝିଅ କେମିତି କଲବଲ କରି ମାରିଛି କିଏ ଆରେ କୁହ अरे कुआ ମୋ ଝିଅର ଏମିତି ଅବସ୍ଥା କରିଛି କିଏ ମୋ ସ୍ୱାମୀ ନନ୍ଦଲାଲ ମୋ ସ୍ୱାମୀ ନନ୍ଦଲାଲ ଦେବୀକି ଦୁଷ୍କର୍ମ କରି ମାରି ଦେଇଛି ପାରିବ ଚୈତା ଭାଇ ପାରିବ ଚୈତି ଭାଉଜ ମୋର ସେ ରାକ୍ଷସ ସ୍ୱାମୀଟାକୁ ଫାଶୀ କୁଣ୍ଡରେ ଝୁଲେଇ ଦେଇପାରିବ ଦେବୀକି ନ୍ୟାୟ हे वकील भाई मोरा मुंड झाड़ तुंडरे मारी पाठ पढ़ी वो तो बड़ मनीष कर काले सहर नजरे बड़ वकील हे वकील बाबू मो झील देखिकी कौन न्याय दबनी मो झील को न्याय दियो ପାଠୁଆ ଦିଅର ମୋର ତମ ମୁହଁ ଧୁଆ ପାଣିରେ ମୋ ବଡ଼ ଦୋକାନୀ ଉଠାଇଛି ଯେ ଇଚ୍ଛାଇନି ସୁଖୀ ଉଠାଏ ହାତକୁ ବଞ୍ଚାଇ ତରାଣୀରେ ତମ ଜୀବନ ବଞ୍ଚେଇଛି ଝିଅକୁ ନ୍ୟାୟ ଦବ ଅଳି କରୁଛି ଓକିଲ ବାବୁ ମୋ ଝିଅକୁ ନ୍ୟାୟ ଦବ ନା हे उच्च शिक्षित पुआ मोरा हे बुढ़ा बापाटा तो बापरे हाथ तमें गोड़ बोला तुड़ी को जाय कुहतु आसामी को फांसी कोट देना सुनाई देनी यस आसामी को फांसी कोट देना सुनाई देनी मो अरे कौन से चिन्ह कहाँ को फांसी कोट देना सुनाई अपन को नंदलाला को और अरे कोठाटा कौन से खुली की कहो अपन को नंदलाला मो जियारी को दुष्कर्म करी मारी जाइची जे अनबरत भागवत प्रेमरे पड़ी रही से पुणी एमती काम कर मिछ डाहा मिछ ମିଛ ନୁହେଁ ସତ ମୋରି ଆଖି ସାମ୍ନାରେ ଆପଣ ସେ ମଧୁର ପୁଅ ଦେବୀକି ଦୁଷ୍କର୍ମ କରି ମାରି ଦେଇଛି ସମତଲି ସାରେ କଣ କରିଦେଲୁ ରେ
ତୁ କଣ ନା ଛାଡ଼ିବି ଛାଡ଼ିବି ମୋ ପୁଅ ହେଲେ ବି ମୁଁ ତାକୁ ପୋଲିସରେ ଦେବି ଫାଶୀ କୁଣ୍ଟାରେ ଝୁଲାଇ ଦେବି ଛାଡ଼ିବିନି ମୁଁ ତାକୁ ବୋଉ ଚିନ୍ମୟ अरे रिसेप्शन पार्टी गेस्ट मैंने अपेक्षा कर तुम एक काम करो तुम पार्टी की जाओ से टोका कथा मो बुझे जाओ तिना नंदीटा मोर भल पिला खाली भल तो नुह सुना मुंडाटा कौन गोटे मद निशारे फुल कर पार्टी गेस्ट मैंने अच्छा पार्टी करना कि हो हला कौन वो इज्जत चली हाँ तो गोटे काम कर टंका 5,000 ने लास्ट को पड़ी दब 50,000 मुझे देदेवी और कौन अच्छे कौन कहल जाते 5,000 टंका ने मु लास्ट को पड़ी देती मो कौन मो पुअर बेकटा को काटी देबी जदि टोकरा मद निशारे गोटे घटना घटाई देइछे कोनते मो बेतन फुट एमिति घटना जदि आपण तो झियो सहित घटी थातो एमिति घटना जदि आपण को बहु सहित होई ताता एमिति घटना जदि आपण को स्त्री सहित घटी तांता जवाब दियो तो बड़ मुंडा ताते जवाब दियो तो जवाब दियो पंडा बड़ा पंडा कैसा बड़ा पंडा एक कैसा बड़ा पंडा कार की जवाब दिया नहीं बड़ा जवाब मांगे अरे जवाब दिया वो तार टंका कौ दिन बैठा करेगा और सुनो एक कथा के ही गरीबा पर पड़ो लास्ट अपने पड़ी दियो ले जाओ वो बता क्या वो तो बड़ा मुंडा चाहते दुनिया रे जदि धर्म थाए जगन्नाथ जदि सत्य होई थांते भागवत गोटे जदि सब किछि देखु थांते ताले वो झियो देवी निश्चय न्याय पाइबो फांसी पाइबो आपणकर से चंडाल पुଅ नंदलाल मो चोईता गछे तो बाउस गिरी गिरी हाथटा लुहा परि टाळ हेछि मो चोईती दियोरे थरे हाथ दबा को चेष्टा कले आपण को हाथर आरोप राखो केते खंड हेइ जबा आपण भाबी परिबेनी ए दुनिया रे जदि धर्म थाए भागवत गोसाई जदि ठीक थांते मो झियो देवी को न्याय मिलिबो आउ फांसी पाइबो आपणकर चंडा पुआ नंद लाला ठीक अच्छे देखा हम कोर्टे सरिता रे हे बाबा अरे कहीं की हो गया है चले मो नातुनी की नहीं हमें मौसाणी को जीवा चले मो नातुनी मते कहूला जे सबुदिन तो मो पाखरे बसी मो भागवत ऋषि तो चलती गला मो पाखरे बसी आ भागवत पड़ी वाकिरे चषमा पिंधे दबो किए मो सागर एमिति इजिरी बिजिरी हे लागी रे नहीं बाबा नहीं मो छे को उठे दे एमा उठी जा लो उठी जा मामा रे उठी जा मामा मेघ पाली की रे जन्ना
हे देवी उठ उठ ना ए देख वो कितना पहुंचे उठे हो ना आ चंदा बाबू सारा का सत्य वो देवी तारे ओड़े खसे वो देवी धरती सारा लवड़े आ चंदा बाबू खा छोड़े মারে মনা তুমি মতে করে যে তুমি হাতি হয়ে যাও ঘোড়া হয়ে যাও ମୁଁ ତମ ଉପରେ ବସି ମୁଁ ଯେତେବେଳେ ହାତୀ ହେଇଯାଏ ନା ସେ ମୋ ପିଠି ଉପରେ ବସି ଗୀତ ବୋଲେ ହାତୀ ରାଜା ଢଳି ଢଳି ଚାଲେ ଆଗରେ ତାର ଲମ୍ବା ସୁତା ଦେଖ କେମିତି ମାରେ ମୁଁ ନହେଲେ ଘୋଡ଼ା ହେଇଯାଉଛି ମୁଁ ଘୋଡ଼ା ହେଇଯାଉଛି ମୋ ନାତୁଣୀକୁ ମୋ ପିଠିରେ ବସାଇ ଦେ ମୁଁ ତାକୁ ନେଇଯିବି ହଁ ମୁଁ ତାକୁ ନେଇଯିବି ମୁଁ ଘୋଡ଼ା ହେଇଯାଉଛି ବସାଇ ତମେ ବୁଢା ଲୋକ ନେଇପାରୁ ନା ମୁଁ କେହି ବସାରିର ଦରକାର ନାହିଁ ମୁଁ ନିଜେ ବସିବାକୁ ପୁଠିରେ ଭୟ ବସାରେ ପର୍ଯ୍ୟନ୍ତ ନେଇଯିବି ମୋ ଝିଅକୁ ମୁଁ ବସାଣି କରେ ଏ ଦେବେ ଉଠୁନ ହେ ମା ମୋ ନାତୁଣୀକୁ ମଶାଣିକି ନେଲା ଆଗରୁ ତା ପାଖରେ ଭାଗବତର ସେଇ ଅମୃତ ଫାଡ଼ିରୁ ଦୀପତ ପୋତି ଦିଅରେ ମୋ ଝିଅର ଆତ୍ମାଟା ହେଲେ ଶାନ୍ତି ପାଇଯାଉ ବୋଲି ଦିଅରେ ଟିକେ ସେଇ ଅମୃତ ପାଣି ଟିକେ ବୋଲି ଦିଅ ଗୋବିନ୍ଦ 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 ତୁ ଗଳୁଛି ମୋ କରନ୍ଦ ସେବକ ରନ୍ଦ ପାନ କରି শ্রীরুদ্র ভারিকা বয়রে ভবন থাও নিরন্তরে মনম নিরন্তরে তাও হাতুষ্টা বলি জীবন হাতুষ্টা বলি যাও মনীষা ঘুরিলে ধরা
ଚାଲୁ